ସମସ୍ତଙ୍କୁ ଯୀଶୁଖ୍ରୀଷ୍ଟଙ୍କ ନାମ ନମସ୍କାର। ପୁଣି ଥରେ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସମସ୍ତଙ୍କୁ ସ୍ୱାଗତ କରୁଛି। ବର୍ତ୍ତମାନ ବ୍ୟବସ୍ଥା ନିୟମ ବିଷୟରେ ଆମେ କିଛି ଆଲୋଚନା କରିବା। ନିୟମ ବୋଲି ଶବ୍ଦର ଅର୍ଥ ନିବନ୍ଧ ବା ଚୁକ୍ତି। ଆଜ୍ଞାରେ ମିଳିତ ଲିଖିତ ହୋଇଥିବାରୁ ଚୁକ୍ତି। ବାଇବଲରେ ପୁରାତନ ନିୟମ ନୂତନ ନିୟମ ଭଳି ଦୁଇଟି ନିୟମ ରହିଅଛି। ପୁରାତନ ନିୟମ ଈଶ୍ୱରଙ୍କ ସହିତ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଥିବା ଚୁକ୍ତି। ଏହି ନିୟମ ମଶାଙ୍କ ଦ୍ୱାରା ଦତ୍ତ ହେଲା, ତଥାପି ଏହା କୌଣସି ବିଷୟ ସମ୍ପୂର୍ଣ୍ଣ ସିଦ୍ଧ କରିପାରିଲା ନାହିଁ। ଏବ୍ରୀ 7:18 ଏବଂ 19 ପଦରେ ଆମେ ପାଇପାରିବା। ସେହି ହେତୁରୁ ଈଶ୍ୱର ନୂତନ ନିୟମର ପ୍ରତିଜ୍ଞା କଲେ। ଜିର୍ମୀୟ 31:31 ପଦ। ନୂତନ ନିୟମ ଈଶ୍ୱରଙ୍କ ସହ ମନୁଷ୍ୟମାନଙ୍କୁ ଅର୍ଥାତ୍ ଖ୍ରୀଷ୍ଟିଆନମାନଙ୍କ ଚୁକ୍ତି। ଏହି ନିୟମ ଖ୍ରୀଷ୍ଟଙ୍କ ଦ୍ୱାରା ଦତ୍ତ ହେଲା, ତଦ୍ୱାରା ମନୁଷ୍ୟ ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇଥାଏ। ଏବ୍ରୀ 7:18 ଏବଂ 19 ପଦରେ ପାଇପାରିବା। ଏହା ସ୍ୱାଧୀନତା ଦାନ କରିବା ଶେଷ ନିୟମ ବା ସମ୍ପୂର୍ଣ୍ଣ ନିୟମ। ଏହା ସମସ୍ତଙ୍କ ହୃଦୟରେ ଲିଖିତ ହୋଇଅଛି। ଏହାକୁ ଆଜି ଦିନ ଆମ୍ଭେମାନେ ଅନୁସରଣ କରିବା ଆବଶ୍ୟକ। ତେବେ ଆମମାନେ ଦେଖିବା ଏହି ନିୟମ ଗୁଡ଼ିକ କେଉଁ ବିଷୟ କହେ। ଆସନ୍ତୁ ଆମମାନେ ଆରମ୍ଭ କରିବା। ଆମ୍ଭେମାନେ ଦେଖିପାରିବା ବାଇବଲରେ ତିନୋଟି ଯୁଗ ରହିଅଛି। ପ୍ରଥମ ହେଲା ପୈତୃକ ଯୁଗ, ଦ୍ୱିତୀୟ ହେଲା ମଶାଙ୍କ ଯୁଗ ଏବଂ ତୃତୀୟ ହେଲା ଖ୍ରୀଷ୍ଟିଆନ ଯୁଗ। ଏହି ତିନୋଟି ଯୁଗ ମଧ୍ୟରୁ ଦ୍ୱିତୀୟ ଯୁଗ ଯାହାକି ମଶାଙ୍କ ଯୁଗକୁ ଏହି ବ୍ୟବସ୍ଥା ଦିଆଯାଇଥିଲା। ଦ୍ୱିତୀୟ ବିବରଣ 5:1-3। ତଉ ମଶା ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଡାକି କହିଲେ, ହେ ଇସ୍ରାଏଲ, ମୁଁ ତୁମ୍ଭମାନଙ୍କ ଶିକ୍ଷାର୍ଥେ ଓ ରକ୍ଷାର୍ଥେ ଓ ପାଳନାର୍ଥେ ଆଜି ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ ଯେଉଁ ସବୁ ବିଧି ଓ ଶାସନ କହୁଅଛି, ତହିଁରେ ମନୋଯୋଗ କର। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ହରେବରେ ଆମ୍ଭମାନଙ୍କ ସହିତ ଗୋଟିଏ ନିୟମ କଲେ। ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଅର୍ଥାତ୍ ପୈତୃକ ଯୁଗକୁ ବୁଝାଏ। ମାତ୍ର ଆଜି ଏହି ସ୍ଥାନରେ ଜୀବିତ ଅଟୁଛି ଆମମାନେ ଆମ୍ଭ ସମସ୍ତଙ୍କ ସହିତ ତାହା କଲେ। ଦ୍ୱିତୀୟ ଶାସ୍ତ୍ର ଗୀତ ସଂହିତା 147ର 19 ଏବଂ 20 ପଦ। ସେ ଯାକୋବ ପ୍ରତି ଆପଣ ବାକ୍ୟ, ଇସ୍ରାଏଲ ପ୍ରତି ଆପଣା ବିଧି ଓ ଶାସନ ପ୍ରକାଶ କରନ୍ତି। ସେ କୌଣସି ଗୋଷ୍ଠୀ ପ୍ରତି ଏପରି ବ୍ୟବହାର କରିନାହାନ୍ତି। ତାହାଙ୍କ ଶାସନ ବିଷୟ କହିବାକୁ ଗଲେ ସେମାନେ ତାହା ଜାଣିନାହାନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କ ପ୍ରଶଂସା କର। 2. ବ୍ୟବସ୍ଥା ଯାହାକି ପୁରାତନ ନିୟମ ଲୋପ ନିମନ୍ତେ ଭାବନା ହୋଇଥିଲା ଓ ତହିଁର ସଫଳତା ମଧ୍ୟ ଶାସ୍ତ୍ରାଂଶ ଗୁଡ଼ିକ ଆମେ ଅଧ୍ୟୟନ କରିବା। ଜିର୍ମୀୟ 31:31 ଏବଂ 32। ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶ ଓ ଜିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା, ଏପରି ସମୟ ଆସୁଅଛି। ମିଶ୍ର ଦେଶରୁ ସେମାନଙ୍କର ପିତୃପୁରୁଷ ଗଣକୁ ବାହାର କରି ଆଣିବା ନିମନ୍ତେ ଆମ୍ଭେ ସେମାନଙ୍କ ହସ୍ତ ଧରିବା ଦିନ ସେମାନଙ୍କ ସହିତ ଆମ୍ଭର କୃତ ନିୟମାନୁସାରେ ନୁହେଁ। ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କର ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ। ଏବ୍ରୀ 8:13 ପଦ। ସେ ନୂତନ ନିୟମ ବୋଲି କହିବା ଦ୍ୱାରା ପ୍ରଥମକୁ ପୁରାତନ କରିଛନ୍ତି, ଅର୍ଥାତ୍ ପୁରାତନ ନିୟମ। ତାହା ଆଉ ଯାହା ପୁରାତନ ଓ ଜୀର୍ଣ୍ଣ ହୋଇ ଯାଉଅଛି ତାହା ଅନ୍ତର୍ହିତ ହେବାର ସମୟ ସନ୍ନିକଟ। ଏବ୍ରୀ 7:18 ଏବଂ 19 ପଦ ଆମେ ଅଧ୍ୟୟନ କରିବା। ଏଥିରେ ଏକ ପକ୍ଷରେ ପୂର୍ବବର୍ତ୍ତୀ ଆଜ୍ଞା ଦୁର୍ବଳ ଓ ନିଷ୍ଫଳ ହେବାରୁ ତାହା ଲୋପ ହୋଇଅଛି, ଅର୍ଥାତ୍ ପୁରାତନ ନିୟମ ଲୋପ ହୋଇଅଛି। କାରଣ ବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରିନଥିଲା। ଅନ୍ୟ ପକ୍ଷରେ ଶ୍ରେଷ୍ଠତର ଭରସା ପ୍ରବେଶ କରିଅଛି, ତଦ୍ୱାରା ଆମେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ, ଅର୍ଥାତ୍ ନୂତନ ନିୟମ ଦ୍ୱାରା ଆମେ ଈଶ୍ୱରଙ୍କ ଠାରେ ନିକଟବର୍ତ୍ତୀ ହେବା। ଏବ୍ରୀ 10:9 ପଦ। ତତ୍ପରେ ସେ କହନ୍ତି, ଦେଖ, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି। ଦ୍ୱିତୀୟଟି ସ୍ଥାପନ କରିବାକୁ ଅର୍ଥାତ୍ ନୂତନ ନିୟମ ସ୍ଥାପନ କରିବାକୁ ସେ ପ୍ରଥମଟି ଅର୍ଥାତ୍ ପୁରାତନ ନିୟମ ଲୋପ କରନ୍ତି। ତୃତୀୟ ନମ୍ବର, କାରଣ ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହୁଏ ନାହିଁ। ଗାଲାତିଆମାନେ ଅଧ୍ୟୟନ କରିବା 2:21 ପଦ।
ମୁଁ ଈଶ୍ୱରଙ୍କ ଅନୁଗ୍ରହକୁ ବ୍ୟର୍ଥ କରୁନାହିଁ, କାରଣ ଯଦି ବ୍ୟବସ୍ଥା ଦ୍ୱାରା ଧାର୍ମିକତା ଲାଭ ହୁଏ ତାହେଲେ ଖ୍ରୀଷ୍ଟଙ୍କ ମତ ଭୋଗ କରିବା ବୃଥା। ଚତୁର୍ଥ ବିଷୟ ଦେଖିବା, ଯୀଶୁ ବ୍ୟବସ୍ଥାରୁ ଆମ୍ଭମାନଙ୍କୁ ମୁକ୍ତ କଲେ। ଗାଲାତି 3:24 ଏବଂ 25 ପଦ। ଏହି ପ୍ରକାରେ ବିଶ୍ୱାସ ହେତୁ ଆମ୍ଭମାନଙ୍କର ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ବ୍ୟବସ୍ଥା ଅର୍ଥାତ୍ ପୁରାତନ ନିୟମ ଆମ୍ଭମାନଙ୍କ ଶିକ୍ଷକ ସ୍ୱରୂପ ହୋଇଥିଲା। କିନ୍ତୁ ଏବେ ସେହି ବିଶ୍ୱାସ ଉପସ୍ଥିତ ହେଲା ପରେ ଆମ୍ଭେମାନେ ଆଉ ସେହି ଶିକ୍ଷକର ଅଧୀନରେ ନାହୁଁ। ଅର୍ଥାତ୍ ପୁରାତନ ନିୟମ ବା ବ୍ୟବସ୍ଥାକୁ ଏକ ଶିକ୍ଷକ ସ୍ୱରୂପ ତୁଳନା କରିଛନ୍ତି। ଗାଲାତି 4:5 ପଦ। ଯେପରି ସେ ମୂଲ୍ୟ ଦେଇ ବ୍ୟବସ୍ଥାଧୀନ ଲୋକମାନଙ୍କୁ ମୁକ୍ତ କରନ୍ତି, ପୁଣି ଆମ୍ଭେମାନେ ପୁତ୍ରତ୍ୱର ଅଧିକାର ପ୍ରାପ୍ତ ହେଉ। ରୋମୀ 7:6 ପଦ। କିନ୍ତୁ ଯଦ୍ୱାରା ଆମ୍ଭେମାନେ ଆବଦ୍ଧ ଥିଲୁ ସେଥିପ୍ରତି ମୃତ ହୋଇ ଆମ୍ଭେମାନେ ଏବେ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ। ଏଣୁ ଆମ୍ଭେମାନେ ଆକ୍ଷରିକ ପୁରାତନ ଭାବରେ ଦାସକର୍ମ ନ କରି ଆତ୍ମାର ନୂତନ ଭାବରେ ଦାସକର୍ମ କରୁଅଛୁ। ତେବେ ଏହି ପଏଣ୍ଟରେ ଆମ୍ଭେମାନେ ଜାଣିଲେ ଯେ ବ୍ୟବସ୍ଥା ଆମ୍ଭମାନଙ୍କୁ ଉପରେ କର୍ତ୍ତୃତ୍ୱ କରେ ନାହିଁ। ପଞ୍ଚମ ବିଷୟ ଦେଖିବା, ଯଦି ଆମ୍ଭେମାନେ ବ୍ୟବସ୍ଥାର ଅଧୀନ ହେବାକୁ ଚାହୁଁଅଛୁ ତେବେ ଆମମାନେ କ'ଣ ହେବା? ପ୍ରେରିତ ପାଉଲ କହନ୍ତି ଗାଲାତି 4:21 ପଦ ଅଧ୍ୟୟନ କରିବା। ବ୍ୟବସ୍ଥାର ଅଧୀନ ହେବାକୁ ଇଚ୍ଛା କରୁଅଛ ଯେ ତୁମ୍ଭେମାନେ, ମୋତେ କୁହ ତ ତୁମ୍ଭେମାନେ କ'ଣ ବ୍ୟବସ୍ଥାର ବାକ୍ୟ ଶୁଣୁନାହଁ? ଯଦି ଆମ୍ଭେମାନେ ଆଗକୁ ପଢ଼ିବା ତେବେ 2ଟି ସ୍ତ୍ରୀ ବିଷୟରେ ରୂପକର ଅର୍ଥ ନେଇ ତା ବୁଝାଇବା ନିମନ୍ତେ କହନ୍ତି ପାଉଲ। 5:1 ପଦ। ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ କରିଅଛନ୍ତି, ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜୁଆଡ଼ିରେ ଆଉ ଥରେ ଜୁଚ୍ଛା ନ ଯାଅ। ଅର୍ଥାତ୍ ପୁରାତନ ନିୟମରେ ଆମ୍ଭେମାନେ ପୁଣି ଥରେ ଫେରିବା ନାହିଁ। ଯଦି ଆମ୍ଭେମାନେ ପାଳନ କରିବା ତେବେ ଆମମାନଙ୍କର କ'ଣ ହେବ? ଗାଲାତି 5:4। ତୁମ୍ଭେମାନେ ଯେତେ ଲୋକ ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚାହୁଁଅଛ, ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଠାରୁ ବିଚ୍ଛିନ୍ନ ହୋଇଅଛ, ତୁମ୍ଭେମାନେ ଅନୁଗ୍ରହରୁ ପତିତ ହୋଇଅଛ। ତେବେ ଆମେମାନେ ପ୍ରଶ୍ନ ପଚାରିବା, ଯଦି ବ୍ୟବସ୍ଥା କେବଳ ଜିହୁଦୀମାନଙ୍କୁ ଦିଆଗଲା, ଯଦି ବ୍ୟବସ୍ଥା ଲୋପ ହେଲା ପୁରାତନ ନିୟମ, ଯଦି ତା ଧାର୍ମିକ ଗଣିତ ହେବା ନିମନ୍ତେ ସମ୍ଭବପର ନୁହେଁ ବର୍ତ୍ତମାନ, ତେବେ କାହିଁକି ଦିଆଗଲା? ଆମ୍ଭେମାନେ 6 ପଦରେ ତେବେ କାହିଁକି ବ୍ୟବସ୍ଥା ଦିଆଗଲା? ତହିଁର ଉତ୍ତର ହେଲା ଗାଲାତି 3:19 ପଦ। ତେବେ ବ୍ୟବସ୍ଥା କାହିଁକି ଦତ୍ତ ହେଲା? ଯେଉଁ ସନ୍ତାନକୁ ଅର୍ଥାତ୍ ଯୀଶୁଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ପ୍ରତିଜ୍ଞା କରାଯାଇଥିଲା, ତାହାଙ୍କ ନ ଆସିବା ପର୍ଯ୍ୟନ୍ତ ତା ଆଜ୍ଞା ଲଙ୍ଘନ ହେତୁ ଯୋଗ କରାଗଲା। ପୁଣି ତା ଦୂତମାନଙ୍କ ଦ୍ୱାରା ଜଣେ ମଧ୍ୟସ୍ଥଙ୍କ ହସ୍ତରେ ସ୍ଥାପିତ ହୋଇଥିଲା। 7 ନମ୍ବର ହେଲା ଆମ୍ଭେ କେଉଁ ବ୍ୟବସ୍ଥା ଦ୍ୱାରା ବିଚାରିତ ହେବା? ରୋମୀ 2:12 ପଦ। ଯେଣୁ ଯେତେ ବ୍ୟବସ୍ଥା ବିହୀନ ହୋଇ ପାପ କରିଅଛନ୍ତି ସେମାନେ ମଧ୍ୟ ବ୍ୟବସ୍ଥା ବିନା ବିନଷ୍ଟ ହେବେ, ଆଉ ଯେତେ ବ୍ୟବସ୍ଥା ପ୍ରାପ୍ତ ହୋଇ ପାପ କରିଅଛନ୍ତି ସେମାନେ ବ୍ୟବସ୍ଥା ଅନୁସାରେ ବିଚାରିତ ହେବେ। ଖ୍ରୀଷ୍ଟିଆନମାନେ କେଉଁ ବ୍ୟବସ୍ଥା ଦ୍ୱାରା ବିଚାରିତ ହେବେ ତାହା ଆମ୍ଭେମାନେ ଦେଖିପାରିବା। ଯାକୁବ 2:12 ପଦ। ସ୍ୱାଧୀନତାର ବ୍ୟବସ୍ଥା ଦ୍ୱାରା ଯେ ତୁମ୍ଭେମାନେ ବିଚାରିତ ହେବ। ସ୍ୱାଧୀନତାର ବ୍ୟବସ୍ଥା ଅର୍ଥାତ୍ ନୂତନ ନିୟମ। ଏହା ଜାଣି ସେହି ପ୍ରକାର କଥା କୁହ ଓ କାର୍ଯ୍ୟ କର। ତେବେ ଆମମାନଙ୍କ ପ୍ରଶ୍ନ ହୁଏ ଯେ ପୁରାତନ ନିୟମ ଯଦି କେବଳ ଜିହୁଦୀମାନଙ୍କୁ ଦିଆଗଲା, ତାହା କୌଣସି ସମ୍ପୂର୍ଣ୍ଣ କରିପାରେ ନା, ସିଦ୍ଧ କରିପାରେ ନାହିଁ। ତାହା ଯଦି ଲୋପ କରାଗଲା ତେବେ ଆମମାନେ ପୁରାତନ ନିୟମ ଫୋପାଡ଼ିବା କି? ନା, କେବେ ନୁହେଁ। ତେବେ ଆମମାନେ କାହିଁକି ଅଧ୍ୟୟନ କରିବା ତାହା ମାନେ ବର୍ତ୍ତମାନ ଦେଖିବା। ରୋମୀ 15:4 ପଦ। ପୁଣି ଆମ୍ଭେମାନେ ଯେପରି ଶାସ୍ତ୍ରଲବ୍ଧ ଧୈର୍ଯ୍ୟ ଓ ସାନ୍ତ୍ୱନା ଦ୍ୱାରା ଭରସା ପ୍ରାପ୍ତ ହେଉ, ଏଥି ନିମନ୍ତେ ପୂର୍ବକାଳରେ ଯାହା ଯାହା ଲେଖା ହୋଇଥିଲା ସେହିସବୁ ଆମ୍ଭମାନଙ୍କ ଶିକ୍ଷା ପାଇଁ ଲେଖା ହୋଇଅଛି। 1 କରନ୍ଥୀୟ 10:11 ପଦ। ଏହି ସମସ୍ତ ଦୃଷ୍ଟାନ୍ତ ସ୍ୱରୂପେ ସେମାନଙ୍କ ପ୍ରତି ଘଟିଲା, ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତ କାଳ ଉପସ୍ଥିତ ହୋଇଅଛି, ଏହିପରି ଯେ ଆମ୍ଭେମାନେ ଆମ୍ଭମାନଙ୍କ ଚେତନା ନିମନ୍ତେ ଏହିସବୁ ଲେଖାଯାଇଅଛି। ଅର୍ଥାତ୍ ଆମ୍ଭେମାନେ ପୁରାତନ ନିୟମ ଥିବା ବିଷୟଗୁଡ଼ିକ ଜାଣିବା ନିମନ୍ତେ ଆମ୍ଭେମାନେ ଅଧ୍ୟୟନ କରିବା। ଧନ୍ୟବାଦ। ସମସ୍ତଙ୍କୁ ନମସ୍କାର।